ବର୍ଷେ ବିତିଗଲା କିନ୍ତୁ ପ୍ରତିଶ୍ରୁତି ହୋଇ ରହିଗଲା। ବର୍ଷେ ହେଇଗଲା ମିଳିଲାନି ଦୋକାନୀମାନଙ୍କୁ ଦୋକାନ ଗୃହ। ଋଣ ଭାର ଚିନ୍ତାରେ ଚାଲିଗଲାଣି ଦୁଇ ନିରୀହ ଦୋକାନୀ ଭାଇଙ୍କ ଜୀବନ। ଯଦି ଏହି ଅଗଷ୍ଟ 15 ସୁଦ୍ଧା ପ୍ରଶାସନ କିଛି ସ୍ଥାୟୀ ପଦକ୍ଷେପ ନ ନିଏ ଆମେ ବାଧ୍ୟ ହୋଇ ନେବୁ ଚରମ ନିଷ୍ପତ୍ତି, ଏମିତି କହିଛନ୍ତି ଭଦ୍ରକ ବଣିକ ସଂଘର ଦୋକାନୀ ଭାଇମାନେ। ସୂଚନା ଥାଉ କି ଭଦ୍ରକ ସହରକୁ ସରଳ ସୁନ୍ଦର କରିବା ପାଇଁ ଭଦ୍ରକ ମୁଖ୍ୟ ସହରକୁ ପ୍ରଶାସନ ଭାଙ୍ଗିଥିଲେ, ଆଉ ଏବେ ସୁଦ୍ଧା ଇଟାଟିଏ ପଡ଼ିନଥିବା କହିଛନ୍ତି ଦୋକାନୀମାନେ। ପ୍ରଶାସନ ତରଫରୁ ସହରର ମୁଖ୍ୟ ରାସ୍ତାକୁ ଓସାରିଆ କରିବା ପାଇଁ 1 ବର୍ଷ ତଳେ କଚେରୀ ମାର୍କେଟକୁ ଭାଙ୍ଗିଥିଲେ, ଆଉ ସହର ସରଳ ସୁନ୍ଦର ହେବ ବୋଲି ଦୋକାନୀମାନେ ମଧ୍ୟ ପ୍ରଶାସନକୁ ସହଯୋଗ କରିଥିଲେ। ମାତ୍ର ନା ଏପର୍ଯ୍ୟନ୍ତ ମାଟି ମୁଠେ ପଡ଼ିଲା, ନା ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଦୋକାନ ଗୃହ ମିଳିଲା। ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା କହିଛନ୍ତି ଦୋକାନୀମାନେ। ଜିଲ୍ଲାପାଳଙ୍କୁ ଭେଟି ଆଗାମୀ ଅଗଷ୍ଟ 15 ଭିତରେ ଯଦି ସ୍ଥାୟୀ ପ୍ରତିଶ୍ରୁତି ନ ମିଳେ ଚରମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବଣିକ ସଂଘର ଦୋକାନୀମାନେ। ଆଜି ଜିଲ୍ଲାପାଳଙ୍କ ଅଫିସକୁ ଆସିବାର ମୁଖ୍ୟ କାରଣ ଥିଲା ଆଜିକି ଠିକ୍ ବର୍ଷେ ତଳେ ଅର୍ଥାତ୍ 24 ମସିହା ଅଗଷ୍ଟ ମାସ 1 ତାରିଖ ଦିନ ଆମ କଚେରୀ ବଜାରଟାକୁ ଭାଙ୍ଗିକି ପୁରା ଚୁରମାର କରିଦିଆଗଲା, ଯାହାକି ଆମକୁ କିଛି ସୂଚନା ବି ମଧ୍ୟ ତା ପୂର୍ବରୁ ଦେଇନଥିଲେ। ଅଚାନକ ଆସିଲେ ଭାଙ୍ଗିକି ସେ ଜାଗାଟାକୁ ଫାଙ୍କା କରିଦିଆଗଲା। ହେଲା କିଛି କଥା ନାହିଁ, ଆପଣ ସରକାର ତାଙ୍କର ଯଦି ଡେଭଲପମେଣ୍ଟ କିଛି କାମ କରିବା ପାଇଁ ଭାଙ୍ଗିଥାନ୍ତି ଆମର ସେଥିରେ କିଛି ଆପତ୍ତି ନାହିଁ। ସେ କଥା ବି ମଧ୍ୟ ଆମେ ବହୁ ପୂର୍ବରୁ ଆମ ଯେଉଁ ବଣିକ ସଂଘ ଅଛି, ବଣିକ ସଂଘ ତରଫରୁ ଯେତେବେଳେ ଆମେ ପ୍ରତିବର୍ଷ କଲେକ୍ଟରଙ୍କୁ, ଏସ୍ପି କି, MLA ଙ୍କୁ ଆଉ MP କି ଆମେ ଡାକୁ ଫଙ୍କସନ୍କୁ, ସବୁବେଳେ ଆମେ କହି ଆସିଛୁ, ଲିଖିତ ଆକାରରେ ଦେଇ ଆସିଛୁ, ଆଜ୍ଞା ଆମେ ସରକାରୀ ଜାଗାରେ ପେଟପାଟଣା କରିକି ବଞ୍ଚିକି ରହିଛୁ, ଆଉ ଆପଣ ସହର ସୌନ୍ଦର୍ଯ୍ୟକରଣ ବାବଦରେ ଯାହା କରିବା କଥା କରନ୍ତୁ, ଆମର କିଛି କହିବାର ନାହିଁ, ଆମେ ଉଠିଯିବାକୁ ପ୍ରସ୍ତୁତ, କିନ୍ତୁ ଆମକୁ ତା ପୂର୍ବରୁ ଟିକେ ଥଇଥାନ କେଉଁଠି କରିଦେବେ। କିନ୍ତୁ ଅଦ୍ୟାବଧି ଶେଷ କଥା, ଅଦ୍ୟାବଧି ତ କିଛି ହେଇନି, ତା ଛଡ଼ା ଆମକୁ ଭାଙ୍ଗିବା ପର୍ଯ୍ୟନ୍ତ ବି କିଛି ଆମକୁ ବ୍ୟବସ୍ଥା କରିନଥିଲେ, ଏମିତି ଅଚାନକ ଭାଙ୍ଗିଦେଲେ। ଆମେ ସମସ୍ତେ ବେଘର ହେଇକି ବୁଲୁଛୁ। ଏମିତିକି ଆମ ଯେଉଁ ବ୍ୟବସାୟୀମାନେ କିଛି ବ୍ୟାଙ୍କ ଋଣ କରିଥିଲେ, ସମସ୍ତେ ବ୍ୟାଙ୍କ ଋଣ କରିବା ସ୍ୱାଭାବିକ, କେହି ଋଣ ସୁଝି ପାରୁନାହାନ୍ତି। ମହାଜନ ପଇସା ବି ବହୁତ ବାକି ଅଛି, ଯେଉଁଟାକି ତାଙ୍କୁ ପେମେଣ୍ଟ କରି ହେଉନି। ସମସ୍ତେ ଆଜି ବାସହରା ହେଇକି ପଡ଼ିଛୁ। ଏମିତିକି ଏଇ ଚିନ୍ତାରେ ଆମ ଭିତରୁ ବ୍ୟବସାୟୀମାନଙ୍କ ଭିତରୁ ପ୍ରାୟ 2 ଜଣ ହାର୍ଟଆଟାକରେ ସେ ଏକ୍ସପାୟାର କରିଯାଇ ସାରିଲେଣି। ଆମେ ସେଇ କଚେରୀ ବଜାରରେ ଆମ ବ୍ୟବସାୟୀ ବନ୍ଧୁ 2 ଜଣ। ତେଣୁକରି ଆମେ ଗଭର୍ଣ୍ଣମେଣ୍ଟ ସରକାରଙ୍କ ପାଖରେ ଏତିକି ନିବେଦନ କରୁଛୁ, ଆମ କଥା ଶୀଘ୍ର ଶୁଣାଯାଉ। 1 ବର୍ଷ ହେଇଗଲା, ହେଲା କିଛି କଥା ନାହିଁ। ଆପଣ ତ ଏପର୍ଯ୍ୟନ୍ତ ସେ ଯେଉଁ ଜାଗାରୁ ଭାଙ୍ଗିକି ଆମେ ଉଚ୍ଛେଦ କଲେ, ସେ ଜାଗାରେ କିଛି ଡେଭଲପମେଣ୍ଟ କାମ କଲେ କି? ଜବରଦଖଲ କେଉଁଠି ଅଛି ଦେଖନ୍ତୁ। ଆମେ ଧର ରାସ୍ତା ପାଖରୁ ବସିଥିଲୁ, ଆମେ 120 ଫୁଟ ଦୂରରେ ବସିଥିଲୁ, ଆମ ଘରକୁ ଭାଙ୍ଗିକି ଉଡ଼ି ଦିଆଗଲା। ବର୍ତ୍ତମାନ ବି ଘର ଅଛି, ଆପଣ ଦେଖନ୍ତୁ ରାସ୍ତାକୁ ଲାଗିକି 3-4 ଫୁଟରୁ ତାଙ୍କ ଷ୍ଟାରକେସ୍ ପତାକା ପାହାଚ ଆରମ୍ଭ ହେଇଛି। ସେମାନଙ୍କୁ ଏଇଠି କ'ଣ ପ୍ରଶାସନର ଯେଉଁ ନିରପେକ୍ଷତାକୁ ଆଙ୍ଗୁଳି ନିର୍ଦ୍ଦେଶ କରାଯିବ ନାହିଁ କି? ଆମେ ଏତେ ଦୂରରେ ଥିବା ସତ୍ତ୍ୱେ ଯଦି ଆମକୁ ଭାଙ୍ଗି ଛତୁ କରିଦିଆଗଲା, ରାସ୍ତା ପାଖରେ ଥିବା ଏତେ ବିଲ୍ଡିଂ ସ୍ଥାୟୀ ଘର ଗୁଡ଼ା ରହିଛି କେମିତି? ଆମେ କିଛି ନା, ସରକାରଙ୍କୁ ଆମେ ନିବେଦନ କରୁଛୁ, ବାରମ୍ବାର ନିବେଦନ କରି ଆସୁଛୁ, ଆଜି ବି ନିବେଦନ କରୁଛୁ, ଆମ କଥା ଶୁଣାଯାଉ। ଆମ ଛୁଆ ପିଲା ଏକଦମ ଭାସିଗଲେଣି। ଆମେ 1 ବର୍ଷ ହେଲା ଭୋକ ଉପାସରେ ଆମ ଭିତରେ ବହୁତ କଷ୍ଟ ସହକାରେ ପଡ଼ିକି ରହିଛୁ। ଆମେ ଶୀଘ୍ର ଥଇଥାନ କରିବାର ବ୍ୟବସ୍ଥା କରାଯାଉ, ନହେଲେ ଆମେ ଆଜି ସେଇ ମାନପତ୍ରରେ ଲେଖିକି ଦେଇଛୁ, ଯଦି ଅଗଷ୍ଟ 15 ସୁଦ୍ଧା ଆମ କଥା କିଛି ବୁଝା ନ ଯିବ, ତାହେଲେ ଆମେ ବାଧ୍ୟ ହୋଇ ଅନ୍ୟ ପନ୍ଥା କିଛି ଚରମ ପନ୍ଥା ଗ୍ରହଣ କରିବୁ ବୋଲି ଚିନ୍ତା କରିଛୁ। ଆଜ୍ଞା ଦେଖନ୍ତୁ, ଆମେ ଯେଉଁ ଦୋକାନ କରିଥିଲୁ, ଯେଉଁ କଚେରୀ ବଜାର କୁହାଯାଏ, ସାଧାରଣତଃ କଚେରୀ ବଜାରକୁ ନେଇକି ଭଦ୍ରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଇଏ ବଜାର ଆପଣଙ୍କ ଦେଶ ସ୍ୱାଧୀନ ହେବା ପୂର୍ବରୁ ସୃଷ୍ଟି ହେଇଥିଲା। ସେତେବେଳେ ବି ଯେଉଁ ପ୍ରଶାସନ ଏନକରେଜ କରିଥିଲା, ଦୋକାନ ବଜାର ହେଲେ ଲାଇଟ୍ଟେ ଜଳିବ, ଲୋକ ଯିବା ଆସିବା କରିବେ, ସେମିତି ବ୍ୟବସ୍ଥା ଥିଲା। ଆମେ ବସିଥିଲୁ, ଆମ ପୂର୍ବପୁରୁଷମାନେ ବସିଥିଲେ ଯେତେବେଳେ କି ରାସ୍ତା ପାଖରେ ହାର୍କିନ୍ ଲାଇଟ୍ ଟଙ୍ଗା ହେଉଥିଲା ସରକାରଙ୍କ ତରଫରୁ। ସେଠି ଘୋଷରା ବଜାର ଥିଲା, ଏଇଟା ମେନ୍ ରୋଡ଼ ଥିଲା। ସେ ଯୁଗରୁ ଆମେ ବସିକି ରହିଛୁ, ଆମ ପୂର୍ବପୁରୁଷରୁ ବସିକି ରହିଛୁ। ପଡ଼ିଛି, ହେଲା ପଡ଼ିଲା, କିଛି କଥା ନାହିଁ। ଆପଣ କ'ଣ ସେଠି କଲେ, କ'ଣ ଉନ୍ନତିମୂଳକ କାର୍ଯ୍ୟ କ'ଣ କରିଛନ୍ତି? ବର୍ଷେ ହେଲା ଭାଙ୍ଗି ସାରିଲା ପରେ ଉନ୍ନତିମୂଳକ କାର୍ଯ୍ୟ କ'ଣ କରିଛନ୍ତି? ଇଟା ଗୋଟେ ପଡ଼ିଛି କି କେଉଁଠି? କେଉଁଠି ପାର୍କ ହେଇଛି କି? କେଉଁଠି ଆପଣ ଶୌଚାଳୟଟେ କରିଛନ୍ତି କି? କରିଛି, ଭାରି ଦୁଃଖ ଲାଗୁଛି। ଆପଣ ଦେଖନ୍ତୁ, ଏବେ ବି ଦେଖନ୍ତୁ, ସବ୍ କଲେକ୍ଟର ଦେଖନ୍ତୁ, ମାନେ ମର୍ଯ୍ୟାଦାଜନକ ପଦବୀରେ ଲୋକ, ତାଙ୍କ ବାସଭବନକୁ ଆପଣ ଯାଆନ୍ତୁନି। ବାସଭବନ ଗେଟ୍ ପାଖରେ ହେଉଛି ଗୋଟେ ଶୌଚାଳୟ। ଏଇଟା ହେଉଛି ମାନେ ସହଜର ସୌନ୍ଦର୍ଯ୍ୟକରଣ। ଆପଣ କୁହନ୍ତୁ, ବିଚାର କରନ୍ତୁ। ଆଜି ଆମ ବ୍ୟବସାୟୀମାନଙ୍କ ପାଇଁ ଏକ କଳା ଦିବସ। ଅଗଷ୍ଟ 1 ତାରିଖ ଯେତେ ପର୍ଯ୍ୟନ୍ତ ଆମର କୌଣସି ଥଇଥାନ ନ ହେଇଥିବ, ଏଇଟା ଆମ ପାଇଁ ଏକ କଳା ଦିବସ। କାରଣ ମୁଁ କହୁଛି, ଗଲା ବର୍ଷ ଅଗଷ୍ଟ 1 ତାରିଖ 2024 ମସିହାରେ କୌଣସି ସୂଚନା ନ ଦେଇ ବୁଲଡୋଜର ଲଗାଇ ଆମ ଦୋକାନ ଘରଗୁଡ଼ିକ ଭାଙ୍ଗି ଦିଆଯାଇଥିଲା। ଆମର ଜିନିଷପତ୍ର ନଷ୍ଟଭଷ୍ଟ କରିଦିଆଯାଇଥିଲା। ଅଦ୍ୟାବଧି କୌଣସି ଥଇଥାନର ବ୍ୟବସ୍ଥା ହୋଇପାରି ନାହିଁ। ଆମେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନକୁ ଦେଖା କରିଛୁ, ଗୁହାରି କରିଛୁ,
आमको अनेक थर प्रतिश्रुति दि जाइए 3 ରୁ 4 मास भितर आपण मानक थैथान करा जिवो स्थायी घर दिया जिवो आमको मास्टर प्लान रो वीडियो मध्य देखैछंती एठी मार्केट कॉम्प्लेक्स हेबो आपण मानक स्थायी दुकान घर दिया जिवो किंतु वर्षे बीतीगला जोठी भंगा होइथिला सेठी माटी टिके भी पड़िला नाही तो यही भली दुर्दिन रे आमे व्यवसायी माने से दिन ठारू आज पर्यंत ऋणग्रस्त महाजन ऋण बैंक ऋण परिवार प्रतिपोषण जिनस गुड़िक नष्ट है ये सबुरे आम अति मात्रा चापग्रस्त जो मु विशेषकर कचेरी बजार कथा कहबी जो आम दुकान घर गुड़िक भांगी दि जाइए से दुकान घर गुड़िक रास्तार मझिरू प्राय 120 फुट दूर रे किंतु रास्ता मझिरू 30 फुट दूर रे थिबा सेई किसमर जमी जदि टाउन प्लानिंग रो घर अच्छी बा म्युनिसिपालिटी रो घर अच्छी से गुड़िक एबे पर्यंत हस्तांतर होई नै सेमानक नारे पर सत्व परिवर्तन होइनी कि से कॉम्प्लेक्स गुड़िक भंगा होइनी किंतु रास्तार पाखरु 30 फुट दूर रे मध्य एबे मार्केट कॉम्प्लेक्स अच्छी तेणु रास्ता केमती चौड़ा हम कौ उद्देश्य आम 120 फुट दूर रे थिलु आमको भांगी दिगला ये जेहेतु आम निज घर आम निजे थिलु जेहेतु 25 फुट दूर रे बा 30 फुट दूर रे म्युनिसिपालिटी गोटे मार्केट कॉम्प्लेक्स अच्छी बा टाउन प्लानिंग गोटे मार्केट कॉम्प्लेक्स अच्छी से गुड़िकर जमी के समय अद्यावधि तांको ना को हस्तांतर होइनी से गुड़िक रहिला एटा कि न्याय कौन चाहते हैं तेणु आमे चाहूँ जे आगामी स्वाधीनता दिवस मध्य जदि आमर कौन सुविचार न करागला स्थायी थैथान प्रतिश्रुति न दिगला तो आम स्वाधीनता दिवस रे अति चरमपंथा ग्रहण करने बाध्य हूँ। भद्रकରୁ ସୁବ୍ରକାନ୍ତ ରାଉତରାୟଙ୍କ रिपोर्ट एवन ओडिशा।